मृत्यो नारायणः ब्रह्मा नारायणः शिवश्च नारायणः शक्रश्च नारायणः द्यावा पृथिव्यौ च नारायणः कालश्च नारायणः दिशश्च नारायणः ऊर्ध्वश्च नारायणः अधश्च नारायणः अन्तर्बहिश्च नारायणः नारायणायैवेदगं सर्वं यद्भूतं यच्च भव्यं निष्कलो निरञ्जनो निर्विकल्पो निराख्यातः शुद्धदेव एको नारायणः। श्रीमद् भगवत गीता भगवान श्रीकृष्णଙ୍କର ସମସ୍ତ ଜୀବନ ଓ ପ୍ରାଣର ସମ୍ବେଦନଶୀଳ ଶ୍ୱାସ ପ୍ରଶ୍ୱାସ। ଏହି କାଳଜୟୀ ସ୍ରୋତରୁ ପ୍ରବାହିତ ପବିତ୍ର ଭାବନାର ନିର୍ଝରିଣୀ ହିଁ ମନୁଷ୍ୟକୁ କ୍ଷୁଦ୍ରରୁ ମହାନତା ଆଡ଼କୁ ପ୍ରେରିତ କରେ। ଅନେକ ବିଦ୍ୱାନ ଏହି ମହାସମୁଦ୍ରରୁ ନିଜ ବିଚାରର ଆଲୋକ ପ୍ରାପ୍ତ କରିଛନ୍ତି। ତେଣୁ ଗୀତା ଏକ କାଳଜୟୀ ଗ୍ରନ୍ଥ। ଏହା ଦେଶକାଳର ସୀମା ମଧ୍ୟରେ ଆବଦ୍ଧ ନୁହେଁ। ଗୀତା ଶବ୍ଦର 2 ଅକ୍ଷରରେ ସନ୍ନିହିତ ଅର୍ଥ ତଥା ତାହାର ମର୍ମ ଅତି ଗଭୀର। ଏହାର ସନ୍ଦେଶ କୌଣସି ଜାତି ସମାଜ ଓ ଦେଶ ମଧ୍ୟରେ ସୀମିତ ନୁହେଁ, ବରଂ ସମସ୍ତ ମାନବ ସମାଜର। ଏହାର ଶିକ୍ଷା ସାର୍ବକାଳିକ, ସାର୍ବଜନୀନ ଓ ସାର୍ବବୈଦିକ। ଏଥିରେ ଦାର୍ଶନିକ ଚିନ୍ତନର ଉତ୍କୃଷ୍ଟ ଭାବଧାରା ସ୍ଫୁରିତ ହେବା ସଙ୍ଗେ ସଙ୍ଗେ ନୀତି ଆଚାର ବ୍ୟବହାରର ଆଦର୍ଶ ମଧ୍ୟ ପରିଲକ୍ଷିତ ହୁଏ। ଏଥିରେ କର୍ମ, ଜ୍ଞାନ ଓ ଭକ୍ତିର ପୁଣ୍ୟ ପବିତ୍ର ତ୍ରିବେଣୀ ପ୍ରବାହିତ। ଏଥିରେ ଅବଗାହନ କଲେ ଜୀବନ ସାର୍ଥକ ହୁଏ। ଶ୍ରୀମଦ୍ ଭଗବତ ଗୀତା ଏପରି ଏକ ସଙ୍ଗୀତ ଯାହାକୁ ସ୍ୱୟଂ ଭଗବାନ ଗାଇଛନ୍ତି। ପ୍ରକୃତରେ ଗୀତା ଜୀବନର ଶାଶ୍ୱତ ଗୀତ। ଏଥିରେ ବ୍ୟବହୃତ ଶବ୍ଦ ଏବଂ ସେଗୁଡ଼ିକରେ ନିହିତ ଥିବା ଅର୍ଥ ସବୁବେଳେ ନୂତନ ପ୍ରତୀତ ହୁଏ। ଏଥିପାଇଁ ତ ଭଗବାନ ଶ୍ରୀକୃଷ୍ଣ ଏହାକୁ ପରମ ବଚନ ସଂଜ୍ଞା ଦେଇଛନ୍ତି। ସେ ନିଜର ପ୍ରିୟ ସଖା ଅର୍ଜୁନଙ୍କୁ କହିଛନ୍ତି, ଶୃଣୁ ମେ ପରମଂ ବଚଃ। ଗୀତାର ଗୀତ ପରମ ବଚନ। ସତ୍ୟ ସମୟ ଅନୁରୂପ ବଦଳି ଯାଇପାରେ, ଅସତ୍ୟ ମଧ୍ୟ ସମୟ ଅନୁରୂପ ବଦଳିପାରେ, କିନ୍ତୁ ପରମ ବଚନ ରୂପେ ଗୀତାର ଜୀବନ ଗୀତ ଶାଶ୍ୱତ ଏବଂ ସନାତନ। ଏହା ଅତି ପୁରାତନ ହେଲେ ମଧ୍ୟ ଚିର ନୂତନ। ପରମ ବଚନର ଅର୍ଥ ହେଉଛି ଯାହା ଆମର ଅନୁଭବ ସିଦ୍ଧ ନୁହେଁ, କିନ୍ତୁ ସେଥିପାଇଁ ଆମେ ତୃଷାର୍ତ୍ତ। ଯାହା ସହିତ ଆମର ପରିଚୟ ନାହିଁ, କିନ୍ତୁ ଆମର ହୃଦୟ ତାକୁ ଗଭୀର ଭାବେ ଚାହିଁଥାଏ। ଯାହାକୁ ଆମେ ଏପର୍ଯ୍ୟନ୍ତ ଜାଣିନାହୁଁ, କିନ୍ତୁ ତାଙ୍କୁ ଖୋଜିବା ପାଇଁ ଜୀବନ ମିଳିଛି। ଏପର୍ଯ୍ୟନ୍ତ ଯାହା ଅଜ୍ଞାତ, କିନ୍ତୁ ଆମକୁ ସେହି ଦିଗରେ ହିଁ ଯିବାକୁ ହେବ। ଏଭଳି ପରମ ବଚନର ପବିତ୍ର ଗୀତ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଅତି ପ୍ରେମରେ ଶୁଣାଇଛନ୍ତି। ଏହି ପରମ ବଚନର ଅନୁଭବ ପାଇଁ ଶ୍ରଦ୍ଧା କେନ୍ଦ୍ରିତ କରିବା ଏବଂ ଭାବଗୁଡ଼ିକର ସହଜ ସମର୍ପଣ ଆବଶ୍ୟକ। ପରମ ବଚନରେ ସମାହିତ ସତ୍ୟକୁ ରୂପାନ୍ତରିତ ଚିତ୍ତ ହିଁ ଅନୁଭବ କରିପାରିବ। ତେଣୁ ସମ୍ପୂର୍ଣ୍ଣ ଶ୍ରଦ୍ଧା ହିଁ ରୂପାନ୍ତରଣର ଆଧାର ହୋଇଥାଏ। ଗୀତାର ପରମ ବଚନଗୁଡ଼ିକୁ କାଳ ପରିବର୍ତ୍ତନ କରିପାରେ ନାହିଁ। ଯେତେବେଳେ ସମସ୍ତ ସତ୍ୟ ବଦଳିଯାଏ, ସେତେବେଳେ ମଧ୍ୟ ଗୀତାବାଣୀ ଜୀବନ୍ତ ରହିଥାଏ ଏବଂ ନିଜର ସ୍ପର୍ଶ ଦ୍ୱାରା ଜୀବନକୁ ପ୍ରକାଶିତ କରେ, ପବିତ୍ର ଓ ପ୍ରଖର କରେ ଏବଂ ତାକୁ ରୂପାନ୍ତରଣ ମଧ୍ୟ କରିଥାଏ। ସାଧାରଣ ଲୋକେ କହନ୍ତି, ଗୀତା ହେଉଛି ସନ୍ନ୍ୟାସୀ ଓ ବୈରାଗୀମାନଙ୍କର ଗ୍ରନ୍ଥ। ବିଚାରଶୀଳ ଓ ଅଧ୍ୟୟନଶୀଳ ବ୍ୟକ୍ତିଙ୍କ ପାଇଁ ଏହା ଜ୍ଞାନ, ବୈରାଗ୍ୟ, କର୍ମ ମାର୍ଗର ଶିକ୍ଷାଦାତା ଶାସ୍ତ୍ର। ଯେଉଁମାନେ ଗୀତାକୁ ନିୟମିତ ଅଧ୍ୟୟନ କରନ୍ତି, ସେମାନେ ଚିନ୍ତନ ଓ ମନନ ଦ୍ୱାରା
ନୂଆ ନୂଆ ଭାବନା ଜାଗ୍ରତ ହେବା ଅନୁଭବ କରନ୍ତି। ଏକଥା ମଧ୍ୟ ସତ୍ୟ ଯେ ଗୀତା ବୈରାଗ୍ୟ ବା ବିତରାଗକୁ ଜନ୍ମ ଦେଇଥାଏ, ସଂସାରର ଭୌତିକତା ପ୍ରତି ଅନାସକ୍ତ କରିଥାଏ। ଅନୁଶୀଳନ କଲେ ହୃଦ୍ବୋଧ ହେବ ଯେ କିଶୋର ବୟସରୁ ସନ୍ନ୍ୟାସ ପ୍ରତି ଆଗ୍ରହ ଦେଖାଇଥିବା 80% ସାଧୁ ମହାତ୍ମାଙ୍କୁ ଗୀତା ହିଁ ପ୍ରେରଣା ଦେଇଛି। କିନ୍ତୁ ଏକଥାକୁ ଅସ୍ୱୀକାର ବି କରାଯାଇପାରେ, କାରଣ ଅନାସକ୍ତ ଅର୍ଜୁନଙ୍କୁ ଯୁଦ୍ଧ କରି ନିଜ କ୍ଷତ୍ରିୟ ଧର୍ମର ପାଳନ ପାଇଁ ପ୍ରେରିତ କରିଥିଲା। ଯୁଦ୍ଧକ୍ଷେତ୍ରରେ ନିଜ ବନ୍ଧୁ କୁଟୁମ୍ବଙ୍କୁ ଦେଖି ଅର୍ଜୁନ କହିଲେ, ହେ କୃଷ୍ଣ, ମୁଁ ବିଜୟ ଚାହୁଁନାହିଁ, ରାଜ୍ୟ ଚାହୁଁନାହିଁ କିମ୍ବା ସୁଖ ଚାହୁଁନାହିଁ। ନିଜ ଲୋକଙ୍କୁ ବଧ କରି ପ୍ରାପ୍ତ କରିଥିବା ସୁଖ ମୋର ଲୋଡ଼ା ନାହିଁ। ଶ୍ରୀକୃଷ୍ଣଙ୍କ ଉପଦେଶ ତାଙ୍କୁ ସନ୍ନ୍ୟାସ ପ୍ରତି ବିମୁଖ ଏବଂ ଯୁଦ୍ଧରେ ପ୍ରବୃତ୍ତ କରାଇଲା। ଯେଉଁ ଶାସ୍ତ୍ର ସନ୍ନ୍ୟାସୀଙ୍କୁ ଯୋଦ୍ଧା କରିପାରେ, ସେ କିପରି ସଂସାରୀ ବ୍ୟକ୍ତିକୁ ବୈରାଗ୍ୟ ଦେଇପାରିବ? ଏ ଯୁକ୍ତିର ବି ଦୃଢ଼ତା ଅଛି, କିନ୍ତୁ ଏ ତଥ୍ୟ ମଧ୍ୟ ଅଛି ଯେ ଗୀତାର ଗଭୀର ଅଧ୍ୟୟନ ବ୍ୟକ୍ତିକୁ ସଂସାର ଓ କର୍ମ ପ୍ରତି ଉଦାସୀନ କରିଦିଏ। କାରଣ ହେଉଛି ଗୀତାର ଉଚ୍ଚକୋଟୀର ସିଦ୍ଧାନ୍ତ ସାଧକମାନଙ୍କ ଚିତ୍ତକୁ ଏହା ଉତ୍କର୍ଷ ଦିଗକୁ ପ୍ରେରିତ କରେ। ମନ ଓ ଶରୀର ନଶ୍ୱର, ଆତ୍ମା ଅବିନାଶୀ, ଅଜର, ଅମର। ତାର କ୍ଷୁଧା ତୃଷ୍ଣା ଜରା ମୃତ୍ୟୁର ଭୟ ନାହିଁ। ଏହା ବି ସତ୍ୟ ଯେ ଏହା କେବଳ ସାଧକଙ୍କ ପାଇଁ ଲିଖିତ ଗ୍ରନ୍ଥ ନୁହେଁ, ଏହା ସକଳ ଧର୍ମ ସମ୍ପ୍ରଦାୟର ଅନୁଗାମୀମାନଙ୍କର ମାର୍ଗଦର୍ଶନ କରାଇଥାଏ। କେତେକ ବିଦ୍ୱାନ କହନ୍ତି, ଗୀତାର ସମସ୍ତ ଜ୍ଞାନ ଯୁଦ୍ଧକ୍ଷେତ୍ରର ମଧ୍ୟଭାଗରେ ଦିଆଯାଇନଥିବ, ଆଉ କିଛି ପରେ ଯୋଗ କରାଯାଇଥିବ, କାରଣ ସେ ସମୟରେ ବେଶୀ କହିବାକୁ ନା ସମୟ ଥିଲା ନା ମାନସିକ ଅବସ୍ଥା ଥିଲା। ପରମାତ୍ମାଙ୍କର ବିରାଟ ରୂପ ଏବଂ ବିଭୂତି ଯୋଗ ଇତ୍ୟାଦି କବିଙ୍କର କଳ୍ପନା ହେଇଥାଇପାରେ, କିନ୍ତୁ ପରମାତ୍ମା ଅତ୍ୟନ୍ତ ରହସ୍ୟମୟ, ସମସ୍ତ ସାମର୍ଥ୍ୟର ଊର୍ଦ୍ଧ୍ୱରେ। ଏହା ବୈଖରୀ ବାଣୀରେ ଦିଆଯାଇଥିବ। 700 ଶ୍ଲୋକର ଏହି ମହାକାବ୍ୟର ଷଷ୍ଠ ଉଚ୍ଚାରଣ ସହିତ ବୟାନ କଲାବେଳେ ପ୍ରାୟ 3 ଘଣ୍ଟା ଅତିବାହିତ ହୋଇଯାଏ। ମହାଭାରତ ଯୁଦ୍ଧ ଯେତେବେଳେ ଆରମ୍ଭ ହୋଇଥିବ ଏବଂ ମାର୍ଗଶୀର ଶୁକ୍ଳ ଏକାଦଶୀରେ ଉଭୟ ପକ୍ଷର ସେନାବାହିନୀ ପରସ୍ପର ସମ୍ମୁଖୀନ ହୋଇଥିବେ, ସେତେବେଳେ ଏତେ ସମୟ ଧରି ଚାଲୁଥିବା ଏହି ଉପଦେଶ ସମ୍ଭବ ହୋଇନଥିବ। ସମସ୍ତ ଶ୍ଲୋକର ଉପଦେଶ ନିଶ୍ଚିତ ଭାବରେ ଦିଆଯାଇଥିବ, କିନ୍ତୁ ଏହା ବୈଖରୀ ବାଣୀରେ ନ ହୋଇ ପରାବାଣୀରେ ହୋଇଥାଇପାରେ। ଏହି ସ୍ତର ମାଧ୍ୟମ ଉପଦେଶର ସମୟର ବନ୍ଧନ ରହେ ନାହିଁ। 1 ସେକେଣ୍ଡ ମଧ୍ୟରେ ହଜାର ହଜାର ପୃଷ୍ଠାର ବିଷୟବସ୍ତୁ ପ୍ରେରଣ କରାଯାଇପାରେ। ଏଥିରେ କେତେ ମୁହୂର୍ତ୍ତରେ ବର୍ଷ ବର୍ଷର ସମୟ ବିତିଯାଏ, ସାରା ଜୀବନ ବି ବିତିଯାଏ। ସ୍ମୃତିରେ ଉଦ୍ଭାସିତ ହୋଇ ଉଠିଲେ କେତେକ ମୁହୂର୍ତ୍ତରେ ଏ ଜନ୍ମର ନୁହେଁ, ଜନ୍ମ ଜନ୍ମାନ୍ତରର ଦୃଶ୍ୟ ଘୂରିଯାଏ। ଏଥିରୁ ପରାବାଣୀର ସାମର୍ଥ୍ୟକୁ ବୁଝି ହୋଇଯାଏ। ଅନେକ ବିଦ୍ୱାନଙ୍କ ମତରେ ଶ୍ରୀକୃଷ୍ଣ କାଳର ଅଧୀଶ୍ୱର। ସେ ସବୁ ଅସମ୍ଭବକୁ ସମ୍ଭବ କରିପାରନ୍ତି। ସେ ପୂର୍ଣ୍ଣ ପୁରୁଷ। ଏ ସଂସାରରେ ଏଭଳି କାର୍ଯ୍ୟ ନାହିଁ ଯାହା ପରମାତ୍ମା କୃଷ୍ଣ କରିପାରନ୍ତି ନାହିଁ। ସେ ସବୁକିଛି କରିବାକୁ ସମର୍ଥ। ସେ ପରଂବ୍ରହ୍ମଙ୍କ ସଗୁଣ ଅବତାର। ସେ ଚାହିଁଥିଲେ କେବଳ ଏକ ସଂକଳ୍ପରେ ଅର୍ଜୁନଙ୍କର ମନ ପରିବର୍ତ୍ତନ କରିଦେଇ ପାରିଥାନ୍ତେ, କିନ୍ତୁ ଏହାଦ୍ୱାରା ଗୀତାଶାସ୍ତ୍ର ରୂପକ ଆବଶ୍ୟକ ମାର୍ଗଦର୍ଶନ ଏ ସଂସାରକୁ ମିଳିନଥାନ୍ତା। ଏହି ଉଦ୍ଦେଶ୍ୟରେ ଗୀତାର ବାଚନିକ ଉପଦେଶ ଦିଆଯାଇଛି। ପରସ୍ପର ବିରୋଧୀ ଅନେକ ବିଶ୍ୱାସକୁ ସରଳ ଭାବରେ ଗୋଟିଏ ସ୍ଥାନରେ ସଜାଇ ଦିଆଯାଇଛି। ଏହାଦ୍ୱାରା ସକଳ ସାଧନାର ମାର୍ଗ ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇପାରିଲା। ବ୍ୟକ୍ତିକୁ ଆତ୍ମକଲ୍ୟାଣର ମାର୍ଗ ଖୋଜି ବୁଲିବା ପାଇଁ ବିଭିନ୍ନ ସ୍ଥାନ ଘୂରି ବୁଲିବାକୁ ପଡ଼ିଲା ନାହିଁ। ପ୍ରତ୍ୟେକ ଅଧ୍ୟାୟର ଉପସଂହାରକୁ
ଗୀତାର ସ୍ୱରୂପକୁ ଜାଣି ହୋଇଯାଏ। ଉପସଂହାର କ୍ରମରେ ପ୍ରଦତ୍ତ ବାକ୍ୟର ଅର୍ଥ ହେଉଛି ଭଗବତ ଗୀତା ଉପନିଷଦର, ଯାହାକି ବ୍ରହ୍ମବିଦ୍ୟା ଜ୍ଞାନ ମାର୍ଗର ଦ୍ୟୋତକ, ଯୋଗମାର୍ଗ କର୍ମର ଏବଂ ଭଗବାନ ଗାୟନ କରିଥିବା ଗୀତା ଯୋଗୁଁ ଭକ୍ତିର ପୂର୍ଣ୍ଣତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଏହି ତିନି ମାର୍ଗ ତିନି ପ୍ରକାର ଲୋକଙ୍କର ଆବଶ୍ୟକତା ପୂରଣ କରିଥାଏ ତଥା ସେମାନଙ୍କ ସଂକଳ୍ପକୁ ଦିବ୍ୟ ପ୍ରୟୋଜନର ଅଧୀନ କରିଦେଇଥାଏ। ଚିନ୍ତନଶୀଳ, ଭାବୁକ ଏବଂ ସକ୍ରିୟ ଏହି ତିନି ପ୍ରକାର ବ୍ୟକ୍ତିଙ୍କ ପାଇଁ କ୍ରମଶଃ ଜ୍ଞାନ ଯୋଗ, ଭକ୍ତି ଯୋଗ ଓ କର୍ମଯୋଗ ଗୀତାରେ ରହିଛି। ଯେଉଁ ବ୍ୟକ୍ତି ଜ୍ଞାନର ଅନ୍ୱେଷଣ କରନ୍ତି ତାଙ୍କ ପକ୍ଷରେ ସଚ୍ଚିତ୍ ଆନନ୍ଦ ପରମାତ୍ମା ଶାଶ୍ୱତ ପ୍ରକାଶ, ମଧ୍ୟାହ୍ନ ସୂର୍ଯ୍ୟ ସଦୃଶ୍ୟ ଦେଦୀପ୍ୟମାନ, ଯେଉଁଥିରେ ଅନ୍ଧକାରର ସତ୍ତା ନାହିଁ। ଯେଉଁମାନେ ପୁଣ୍ୟଲାଭ ସକାଶେ ସଂଘର୍ଷ କରୁଛନ୍ତି ତାଙ୍କ ସକାଶେ ସେ ଶାଶ୍ୱତ ପବିତ୍ରତା ଏବଂ ଭାବପ୍ରବଣ ବ୍ୟକ୍ତିଙ୍କ ସକାଶେ ସେ ଶାଶ୍ୱତ ପ୍ରେମ ଏବଂ ପବିତ୍ରତାର ସୌନ୍ଦର୍ଯ୍ୟ। ଗୀତାର ସ୍ୱୀୟ ପ୍ରକାଶ ପୂର୍ଣ୍ଣ ପ୍ରେରଣା ଯୋଗୁଁ ବିଶ୍ୱସ୍ତରୀୟ ପୁରା ବିଶ୍ୱରେ ମାନ୍ୟତା ମିଳିଛି। ନିଜର ବୈଶିଷ୍ଟ୍ୟ ଯୋଗୁଁ ଭଗବତ ଗୀତାର ଅନୁବାଦ ଏବଂ ବ୍ୟାଖ୍ୟା 78ଟି ଭାଷାରେ 220ରୁ ଅଧିକ ହୋଇସାରିଛି। ଅନ୍ୟ ଧର୍ମଗ୍ରନ୍ଥ ଗୁଡ଼ିକରେ ମଧ୍ୟ ଗୀତାର ସ୍ପଷ୍ଟ ପ୍ରଭାବ ରହିଛି। ଏହି ଗ୍ରନ୍ଥ କେବଳ ଗଭୀର ଅନ୍ତର୍ଦୃଷ୍ଟି ଦିଏ ନାହିଁ, ବରଂ ଧର୍ମର ଆଭ୍ୟନ୍ତରୀଣ ଓ ଲୌକିକ ସ୍ୱରୂପକୁ ପରିଭାଷିତ କରେ। ଏହା କେବଳ ଭାରତୀୟମାନଙ୍କ ନିମନ୍ତେ ନୁହେଁ, ସକଳ ଧର୍ମ, ସବୁ ସମ୍ପ୍ରଦାୟର ଲୋକଙ୍କ ନିମନ୍ତେ ଏହା ଉପଯୋଗୀ। ଲକ୍ଷ ଲକ୍ଷ ଭାରତୀୟ ଧର୍ମାବଲମ୍ବୀ ପ୍ରତିଦିନ ଅତି କମ୍ରେ ଗୀତାର ଗୋଟିଏ ଅଧ୍ୟାୟ ପାଠ କରନ୍ତି। ଅନେକ ଲୋକ ବେଶୀ ଅଧ୍ୟାୟ ମଧ୍ୟ ପଢ଼ନ୍ତି ଏବଂ ପଠିତ ଅଂଶର ଅର୍ଥ ଭାବର ମନନ କରନ୍ତି। ଅନେକ ଗୀତାର ସମ୍ପୂର୍ଣ୍ଣ ଗ୍ରନ୍ଥକୁ ମୁଖସ୍ଥ କରିଦେଇଛନ୍ତି। ପାଠ କରିବା ଓ ମନେ ରଖିବାର ବିଶେଷ ମହତ୍ତ୍ୱ ନାହିଁ, କିନ୍ତୁ ଅଧ୍ୟୟନ ଅଭ୍ୟାସ କରୁଥିବା ବ୍ୟକ୍ତିର ଜୀବନ କୌଣସି ବିଶେଷ ଉଦ୍ଦେଶ୍ୟରେ ଗଢ଼ା ହୋଇଯାଏ। ପ୍ରେରଣା ଓ ଶକ୍ତିରେ ପରିପୂର୍ଣ୍ଣ ହୋଇଥିଲେ ମଧ୍ୟ ଅଭିଭାବକମାନେ ନିଜ ସନ୍ତାନଙ୍କୁ ଗୀତା ପଢ଼ିବାକୁ ନିଷେଧ କରନ୍ତି। ଗୀତାରେ ଉଦାସୀନତା ଓ ପଳାୟନବାଦର ଭାବ ଉଙ୍କି ମାରୁଥିବା ସେମାନଙ୍କୁ କାହିଁକି ଦେଖାଯାଏ କେଜାଣି? କେବଳ ସେହି ବ୍ୟକ୍ତି ଏହି ଶାସ୍ତ୍ରରୁ ଉପକାର ପାଇପାରିବେ ଯେଉଁମାନେ ଅନୁଶାସିତ, ପ୍ରେମ ଓ ଶ୍ରଦ୍ଧାରେ ପୂର୍ଣ୍ଣ ତଥା ଯେଉଁମାନଙ୍କର ସେବା ମନୋଭାବ ରହିଛି। ଏମାନଙ୍କ ବ୍ୟତୀତ ଯେଉଁମାନେ ଏହି ଶାସ୍ତ୍ର ଅଧ୍ୟୟନ କରିବେ ସେମାନେ ଦିଗ୍ଭ୍ରାନ୍ତ ହେବେ, ନଚେତ୍ ଶ୍ରୀକୃଷ୍ଣଙ୍କ ଏହି ଉପଦେଶାବଳୀର ଦୋଷ ଦେଖିବେ। ଗୀତାର ବିଷୟ ଶୁଣିବା ଓ ପଢ଼ିବା ଯଥେଷ୍ଟ ନୁହେଁ, ଏହା ସହ ବ୍ୟକ୍ତିତ୍ୱର ସୁଗଠନ ମଧ୍ୟ ହେବା ଆବଶ୍ୟକ। ଏହି ଗଠନରେ ଶ୍ରଦ୍ଧାଭାବ ରହିବା ଏବଂ ଦୋଷଦୃଷ୍ଟି ନ ରହିବା ଆବଶ୍ୟକ। ଶ୍ରଦ୍ଧା ଓ ସଂଯମ ହିଁ ସାଧକକୁ ଏହି ଶାସ୍ତ୍ରର ସ୍ୱରୂପକୁ ଅବଗତ କରାଏ। ଏହା ତୁଳନାରେ ସଂସାରରେ କୌଣସି ବୈଭବ ସମାନ ହୋଇ ତିଷ୍ଠି ପାରିବ ନାହିଁ। ଗୀତା ଯେ କର୍ମଯୋଗର ଶାସ୍ତ୍ର, ଏହା ନିଃସନ୍ଦେହରେ କୁହାଯାଇପାରେ, ମାତ୍ର ଜ୍ଞାନ ଓ ଭକ୍ତିର ଅଗାଧ ଗଭୀରତାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ଆଧୁନିକ ବ୍ୟାଖ୍ୟାକାରଗଣ ଅହଙ୍କାର ଦ୍ୱାରା ବଶୀଭୂତ ହୋଇ କରୁଥିବା କର୍ମକୁ ଯେଉଁ କର୍ମଯୋଗ ରୂପେ ବ୍ୟାଖ୍ୟା କରିଛନ୍ତି ତାହା ତ୍ରୁଟିପୂର୍ଣ୍ଣ। ଆମେ ଏମିତି ଦେଖାଯାଏ ଯେ ଲୋକେ ଗୀତା ଅନେକ ଗାଇଛନ୍ତି ଏବଂ ନିଜ ମନସ୍ଥିତିରେ ଅନୁକୂଳ ଅନୁଯାୟୀ ସେମାନେ ଗାୟନ କରନ୍ତି। ଏହି ଗୀତ ସାଙ୍ଗରେ ତାଳ ଦେବା ଲୋକ ବି ଅନେକ ଅଛନ୍ତି, କିନ୍ତୁ କିଛି ଲାଭ ନାହିଁ।
ନା ଉପରକୁ ଉଠିଛନ୍ତି, ନା ଆଗକୁ ବଢ଼ିଛନ୍ତି, ନା ଉତ୍ସାହ ବୃଦ୍ଧି ହେଉଛି। ସେମାନେ ନିଜ ଗୀତର ସ୍ୱରରେ ଏତେ ମଗ୍ନ ହୋଇଯାଆନ୍ତି ଯେ ଗୀତାର ସ୍ୱର ସେମାନଙ୍କୁ ହୃଦ୍ବୋଧ ହୁଏ ନାହିଁ। ଏଭଳି କ୍ଷେତ୍ରରେ କାନରୁ ହାତ ହଟେଇ କୋଳାହଳ ମଧ୍ୟରୁ ଉଠୁଥିବା ସେହି ଉଦ୍ବୋଧନକୁ ଶୁଣି ହେବ। ସାଧୀମାଂ ତ୍ୱାଂ ପ୍ରପନ୍ନମ୍ ର ଦିବ୍ୟ ନାଦକୁ ଚିହ୍ନି ହେବ। ଏହା ଯୋଗକ୍ଷେମଂ ବହାମ୍ୟହମ୍ ଉକ୍ତି ଏବେ ମଧ୍ୟ ଉଦ୍ଘୋଷ କରୁଛି। କରିଷ୍ୟେ ବଚନମ୍ ତବର ଭାବନା ଆମ ମଧ୍ୟରେ ଆସୁନାହିଁ। ଏବେ ନିଜର ଆଳାପ ବନ୍ଦ କରି ତାକୁ ଶୁଣିବାକୁ ହେବ। ଆମେ ଗୀତା ଗାଇବାରେ ଅକ୍ଷମ ହେଇପାରୁ, କାରଣ ଗୀତା ଭଗବାନ ହିଁ ଗାଆନ୍ତି, ତାହାର ସ୍ୱର ସେ ହିଁ ଜାଣନ୍ତି। କିନ୍ତୁ ଆମେ ତାଙ୍କ ସ୍ୱରରେ ସ୍ୱର ମିଳେଇ ପାରିବା। ଆମେ ଭଗବାନଙ୍କ ଗୀତା ସ୍ୱରକୁ ଶୁଣିବା, ଅନ୍ତରରେ ଝଙ୍କୃତ ହେବାକୁ ଦେବା। ତାହେଲେ ଦେଖିବା ଅନ୍ତରରୁ ଏକ ଶିହରଣ ସୃଷ୍ଟି ହେବ, ଓଠ ସ୍ଫୁରିତ ହେବ, ପାଦ ନାଚି ଉଠିବ। ଏହା କୌଣସି ସାଧାରଣ ଗୀତ ନୁହେଁ, ଏହା ଅଭିଯାନ ଗୀତ। ଏଥିରେ ନିଜର ପ୍ରାଣର ସ୍ୱର ଦେବାକୁ ପଡ଼ିବ। ଅର୍ଜୁନ ମଧ୍ୟ ଏ ଗୀତ ଗାଇଥିଲେ, ମାତ୍ର କୌଣସି ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ ବାଦନ କରି ନୁହେଁ, ଗାଣ୍ଡିବ ଉତ୍ତୋଳନ କରି। ଗୀତାର ସାହଚର୍ଯ୍ୟ ପାଇବାକୁ ହେଲେ ଆମର କ୍ଷୁଦ୍ର କାମନା ଓ ବାସନା ସବୁ ତ୍ୟାଗ କରିବାକୁ ପଡ଼ିବ। ଶ୍ରେଷ୍ଠତା ଦିଗରେ ଅଗ୍ରସର ହେବାକୁ ହେଲେ ନିଷ୍କାମ କର୍ମ ଯୋଗ ଗ୍ରହଣ କରିବାକୁ ପଡ଼ିବ। ଗୀତାର ଦିବ୍ୟ ସଙ୍ଗୀତ ଆମର ନୁହେଁ ବା ହୋଇନପାରେ, ମାତ୍ର ତାହାର ଦିବ୍ୟ ସ୍ୱରକୁ ଶୁଣି ଆହ୍ଲାଦିତ ହେବାରେ କୌଣସି ବାଧା ନାହିଁ। ସେହି ସ୍ୱରର ଗଭୀର ସାଗରରେ ମଗ୍ନ ହୋଇଯିବାକୁ ପ୍ରଭୁ ଆମକୁ କ୍ଷମତା ଦେଇଛନ୍ତି। ଆମେ ଆମର କର୍ତ୍ତାପଣିଆକୁ ତ୍ୟାଗ କରି ଫଳ ଇଚ୍ଛାକୁ ଭୁଲିଲେ ହିଁ ସେହି ଅନୁଭୂତିର ରସସ୍ୱାଦ ନ କରିପାରିବା। ତାପରେ ଆଉ ମୁଁ ପଣିଆ ରହିବ ନାହିଁ। ଗୀତାର ମହାସଙ୍ଗୀତ ସହିତ ଥରେ ଯଦି ଆତ୍ମସଙ୍ଗୀତର ସ୍ୱର ମିଳିଯାଏ, ତାହେଲେ ସବୁକିଛି ଅବର୍ଣ୍ଣନୀୟ ହୋଇଯାଏ। ଗୀତାର ଯୋଗତ୍ରୟୀର ତ୍ରିବେଣୀ ସଙ୍ଗମରେ ଅବଗାହନ କରିବା ଦ୍ୱାରା ଭଗବତ୍ ସତ୍ତାଙ୍କର ଦର୍ଶନ ହେବା ସଙ୍ଗେ ସଙ୍ଗେ ଅନ୍ତର୍ଜଗତ ଏହାର ମଧୁର ସଙ୍ଗୀତ ଦ୍ୱାରା ଝଙ୍କୃତ ହୋଇଉଠେ। ଏହି ମିଳନ ସେହି ପରମ ପ୍ରିୟଙ୍କ ସହିତ ହିଁ ହୋଇଥାଏ, ଯିଏକି ପିତା, ମାତା, ବନ୍ଧୁ, ସଖା ସର୍ବଭୂତାଦିଙ୍କ ମଧ୍ୟରେ ବିଦ୍ୟମାନ। କରିଷ୍ୟେ ବଚନମ୍ ତବର ଶ୍ରଦ୍ଧାସିକ୍ତ ସଂକଳ୍ପ ଜାଗ୍ରତ ହେବା କ୍ଷଣି ସବୁକିଛି ଆପେ ଆପେ ବୁଝି ହୋଇଯାଏ। ତେଣୁ ନିଜର ଗୀତକୁ ବନ୍ଦ କରି ପ୍ରକୃତ ଗୀତା ଗାଇବା ଆସନ୍ତୁ। ଗୀତା ହେଉଛି ବେଦ, ବ୍ରାହ୍ମଣ, ଆରଣ୍ୟକ, ଉପନିଷଦର ସାର। ଏହା ଉପନିଷଦରୁ ଚୟନ କରାଯାଇଥିବା ଆଧ୍ୟାତ୍ମିକ ସତ୍ୟର ମନୋହର ଫୁଲଗୁଡ଼ିକର ଏକ ସୁନ୍ଦର ଫୁଲତୋଡ଼ା, ବିବେକ ରୂପୀ ବୃକ୍ଷର ଏକ ଅପୂର୍ବ ବଗିଚା, ସମସ୍ତ ସୁଖର ମୂଳଦୁଆ, ସିଦ୍ଧାନ୍ତର ଭଣ୍ଡାର, ନବରସ ରୂପୀ ଅମୃତରେ ପୂର୍ଣ୍ଣ ସମୁଦ୍ର, ଖୋଲା ପରମଧାମ ଏବଂ ସବୁ ବିଦ୍ୟାର ମୂଳଭୂମି। ଗୀତା ଏପରି ଏକ ତୈଳଦୀପ, ଯାହା ଅନନ୍ତ କାଳ ପର୍ଯ୍ୟନ୍ତ ଆମର ଜ୍ଞାନ ମନ୍ଦିରକୁ ଆଲୋକିତ କରୁଥିବ। ଏହି ଆଲୋକରେ ସବୁ ବିଦ୍ୟା ନିଜ ନିଜର ମାର୍ଗ ପାଇପାରନ୍ତି। ଏହା ଯୋଗୀଙ୍କ ପାଇଁ ଯୋଗଶାସ୍ତ୍ର, ଦାର୍ଶନିକଙ୍କ ପାଇଁ ଦର୍ଶନଶାସ୍ତ୍ର, ଜ୍ୟୋତିଷ ଲୋକଙ୍କ ପାଇଁ ଜ୍ୟୋତିଷ ଶାସ୍ତ୍ର, ବୈଜ୍ଞାନିକଙ୍କ ପାଇଁ ବିଜ୍ଞାନ, ନୀତିବାନଙ୍କ ପାଇଁ ନୀତି, ଆଧ୍ୟାତ୍ମିକଙ୍କ ପାଇଁ ଅଧ୍ୟାତ୍ମ ଏବଂ ସାଧୁଜନଙ୍କ ପାଇଁ ସଦାଚାର। ଗୀତା ବିଶ୍ୱଧର୍ମର ମହାଗ୍ରନ୍ଥ, ସଦ୍ଗୁରୁ ରୂପ ମା ପରି ଏକ ଉଜ୍ଜ୍ୱଳ ନିର୍ମଳ ହାର, ଆଚରଣ ଶାସ୍ତ୍ର। ଏହା ଆମକୁ ଜୀବନଯାପନ କରିବାର, ଆଚରଣ କରିବାର ସହଜ ସରଳ ଶିକ୍ଷା ପ୍ରଦାନ କରେ। ଗୀତା ହେଉଛି ଅନାଦି ଅନନ୍ତ ବିଶ୍ୱ ପୁରୁଷଙ୍କ ଗଭୀର ଜ୍ଞାନର ମହାସିନ୍ଧୁ। ଏହି ଜ୍ଞାନ ଅତ୍ୟନ୍ତ ଗଭୀର, ବିସ୍ତୃତ ଓ ବ୍ୟାପକ। ବିଦ୍ୱାନମାନେ ଗୀତାକୁ ଗୁରୁଗ୍ରନ୍ଥ, ଜ୍ଞାନଗ୍ରନ୍ଥ, ବିଜୟ ଗ୍ରନ୍ଥ ଏବଂ ସ୍ୱୟଂ ସମ୍ପୂର୍ଣ୍ଣ ତଥା ସିଦ୍ଧ ଜୀବନ ଗ୍ରନ୍ଥ ବୋଲି କହିଛନ୍ତି। କୌଣସି ଜାତିକୁ
ଉନ୍ନତ ଶିଖରରେ ଚଢ଼େଇବାକୁ ଗୀତା ହେଉଛି ଅଦ୍ୱିତୀୟ ଗ୍ରନ୍ଥ। ଚଞ୍ଚଳ ଚିତ୍ତର ସମସ୍ତ କାର୍ଯ୍ୟକୁ ଅବରୁଦ୍ଧ କରିଦେବା ହେଉଛି ଯୋଗ। ଗୀତା କହିଛନ୍ତି ଯୋଗଃ କର୍ମସୁ କୌଶଳମ୍, ଅର୍ଥାତ୍ କାର୍ଯ୍ୟଫଳରେ ସମତା ରୂପକ ନିପୁଣତା ପ୍ରାପ୍ତ କରିବା ହେଉଛି ଶ୍ରେୟର ଉପାୟ। ନିଜର ମନ, କର୍ମ, ବିଚାର, ଭାବ ସହିତ କାର୍ଯ୍ୟ କରି ମଧ୍ୟ ସେହି କାର୍ଯ୍ୟର ପରିଣାମରୁ ମୁକ୍ତ ରହିବା ହେଉଛି ନିଷ୍କାମ କର୍ମଯୋଗ। କାର୍ଯ୍ୟ ସହ ଅନାସକ୍ତ ଭାବ ହିଁ ହେଉଛି ନିଷ୍କାମ କର୍ମଯୋଗ। ଆସକ୍ତି ହେଉଛି କର୍ମର ବନ୍ଧନ ସ୍ୱରୂପ। କର୍ମ ପଛରେ ନିହିତ ଉଦ୍ଦେଶ୍ୟ ହିଁ କର୍ମର ପରିଣାମ ରୂପେ ଦେଖାଯାଇଥାଏ। ଏହି ଭୋଗକୁ ଭୋଗିବାକୁ ପଡ଼ିଥାଏ। କର୍ମଯୋଗକୁ ସାଧିବାକୁ ହେଲେ ଫଳ ଆକାଂକ୍ଷା ତ୍ୟାଗ କରିବାକୁ ପଡ଼େ। କର୍ତ୍ତାପଣର ଅହଙ୍କାରରୁ ମୁକ୍ତି ହେବାକୁ ପଡ଼େ। ଈଶ୍ୱରାର୍ପଣ ଏହି ତିନି ଚରଣକୁ ଆପଣେଇବାକୁ ପଡ଼ିଥାଏ। ଗୀତାର ଏହି ସୂତ୍ରରେ ବେଦ ଓ ଉପନିଷଦର ସାରର ଝଲକ ମିଳେ। ବେଦ ବି କହିଛନ୍ତି ଫଳର ଆଶା ପରିତ୍ୟାଗ ମନୁଷ୍ୟର ଅନ୍ତଃକରଣକୁ ଶୁଦ୍ଧି କରିଥାଏ ଏବଂ ଭଗବତ ପ୍ରାପ୍ତି ଦିଗରେ ଅଗ୍ରସର କରାଏ। କାମନା ରହିତ କର୍ମ ଦ୍ୱାରା କଷାୟ କଳ୍ମଷର ବିନାଶ ହୋଇଥାଏ। ସୁନାରେ ଥିବା ଅଶୁଦ୍ଧି ବା ମଳ ପରି ଏସବୁ ଭସ୍ମୀଭୂତ ହୋଇଯାଏ ଏବଂ ତପ୍ତ ସ୍ୱର୍ଣ୍ଣ ଉଜ୍ଜ୍ୱଳ ପ୍ରଭା ନେଇ ବାହାରି ଆସିଥାଏ। ନିଷ୍କାମ କର୍ମ ଦ୍ୱାରା ମନୁଷ୍ୟର ଅନ୍ତଃକରଣ ଅତ୍ୟନ୍ତ ନିର୍ମଳ ହୋଇଯାଏ ଏବଂ ସାକ୍ଷାତ ଭଗବତ ପ୍ରାପ୍ତି ନିମିତ୍ତ ଅନୁଭୂତି ଜ୍ଞାନର ପବିତ୍ର ସ୍ଥଳ ହୋଇଯାଏ। ଏପରି କର୍ମ ମନୁଷ୍ୟକୁ ଆସକ୍ତି କରେ ନାହିଁ କିମ୍ବା ସେ ସେଥିରେ ଲିପ୍ତ ହୁଏ ନାହିଁ। କର୍ତ୍ତା ଭାବ ମଧ୍ୟ କର୍ମକୁ ଦୂଷିତ କରିଥାଏ। ମୁଁ ଓ ମୋର ଭାବରେ ଅହଙ୍କାରର ଝଲକ ଥାଏ। ନିଜେ କାର୍ଯ୍ୟର ସଫଳତାର ଶ୍ରେୟ ନେବା ଏବଂ ଅସଫଳତାର ଦୋଷ ଅନ୍ୟ ଉପରେ ଲଦିଦେବା ହେଉଛି ଅହଙ୍କାରର ଉଦ୍ଧତ ପ୍ରଦର୍ଶନ। ଏହି କର୍ମ ବନ୍ଧନର କାରଣ ହୋଇଥାଏ। ତେଣୁ ଛୋଟ ବଡ଼ ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିବା ଉଚିତ। ଏପରି ଭାବ ଆସିଗଲେ ଯେତେ ଛୋଟ କାର୍ଯ୍ୟ ହେଲେ ମଧ୍ୟ ବଡ଼ ତନ୍ମୟତା ଓ କୁଶଳତା ପୂର୍ବକ କରାଯାଇପାରିବ। କାରଣ ନିଜର ପରମ ପ୍ରିୟ ପରମାତ୍ମାଙ୍କୁ ସମର୍ପିତ ହେଉଥିବା କାମ ଅନ୍ୟ ମନସ୍କ ଭାବରେ କରାଯାଇପାରିବ କିପରି? ଗୀତାରେ ଭଗବତ ପ୍ରାପ୍ତିର ବିଭିନ୍ନ ସାଧନା ସମ୍ବନ୍ଧରେ ଉଲ୍ଲେଖ ଅଛି। କର୍ମଫଳର ଅର୍ପଣ, କର୍ମାର୍ପଣ, ଅଭ୍ୟାସ, ଜ୍ଞାନ, ଧ୍ୟାନ, କର୍ମଫଳର ତ୍ୟାଗ ଓ ଶାନ୍ତି। ଏହିପରି ଭାବରେ ଗୀତାରେ ବୈରାଗ୍ୟର ସମ୍ପୂର୍ଣ୍ଣ ବିବେଚନା ମିଳିଥାଏ। ଗୀତା କହିଛନ୍ତି ଭକ୍ତି ବିନା ଜ୍ଞାନ ହେଉଛି ଶୁଷ୍କ ଏବଂ ବୈରାଗ୍ୟ ବିନା ଭକ୍ତି ପୂର୍ଣ୍ଣ ନୁହେଁ। ଏହି ତିନୋଟିର ସାଯୁଜ୍ୟରେ ହିଁ ପୂର୍ଣ୍ଣତା ଆସିଥାଏ। ଶ୍ରୀମଦ୍ ଭଗବତ ଗୀତାରେ ସମଗ୍ର ମାନବ ଜାତି ପାଇଁ ସନ୍ଦେଶ ରହିଛି। ଏହି ଗ୍ରନ୍ଥ ଧର୍ମ, ଜାତି, ରୀତିନୀତି, ପରମ୍ପରା ସବୁର ଉପରକୁ ଉଠି ମାନବର ଜୀବନକୁ ସ୍ପଷ୍ଟ କରିଥାଏ। ଏହି ଗ୍ରନ୍ଥରେ ସେହି ସମସ୍ତ କଥା ଏବଂ ତଥ୍ୟ ସୂତ୍ର ରୂପରେ ରହିଛି ଯେଉଁଗୁଡ଼ିକୁ ମଣିଷ ଜାତି ଜାଣିନଥିବାରୁ ଆଜି ପତନ ଆଡ଼କୁ ଅଗ୍ରସର ହେଉଛି। ଗୀତାରେ ଭାରତୀୟ ସଂସ୍କୃତି ଓ ଅଧ୍ୟାତ୍ମର ପ୍ରାଣ ସମାହିତ। ଗୀତାର ଶ୍ଲୋକ କେବଳ ଶବ୍ଦ ବା ଅକ୍ଷର ନୁହେଁ, ବରଂ ଏଥିରେ ଦିବ୍ୟ ଉର୍ଜାର ସ୍ରୋତ ପୂରି ରହିଛି। ଏହି ଶ୍ଲୋକ ଗୁଡ଼ିକ ସହ ଭଗବାନଙ୍କ ସମ୍ବନ୍ଧ ରହିଛି, କାରଣ ଭଗବାନ ଶ୍ରୀକୃଷ୍ଣ ନିଜର ଦିବ୍ୟ ରୂପରେ ଚେତନାର ଉଚ୍ଚତମ ଶିଖରରେ ସ୍ଥିତ ହୋଇ ଏହାକୁ ଗାୟନ କରିଛନ୍ତି। ଏହି ଗୀତା କୌଣସି ଜଣେ ବ୍ୟକ୍ତି ଅର୍ଜୁନଙ୍କ ପାଇଁ ନୁହେଁ, ବରଂ ଅର୍ଜୁନଙ୍କ ସମାନ ମନସ୍ଥିତିରେ ଥିବା ସବୁ ଲୋକଙ୍କ ପାଇଁ। ଏହି ଗୀତା ମଧ୍ୟ ସେମାନଙ୍କ ପାଇଁ ଯେଉଁମାନେ ଜିଜ୍ଞାସୁ ଓ
ଓ ମନୁଷ୍ୟ ଜୀବନର ସଠିକ୍ ମାର୍ଗ ବିଷୟରେ ଜାଣିବାକୁ ଚାହୁଁଛନ୍ତି। ଏହି ଗୀତା ସୁଉପନିଷଦ ଅର୍ଥାତ୍ ଏହା ସୁନ୍ଦର ଉପନିଷଦ, ଯେଉଁଥିରେ ଶିଷ୍ୟ ଗୁରୁଙ୍କ ସମୀପରେ ବସି ଜ୍ଞାନ ଅର୍ଜନ କରିଥାଏ, ତାହା ଉପନିଷଦ। ଏହି ଗୀତାରେ ବି ଅର୍ଜୁନ ଶିଷ୍ୟର ଭୂମିକାରେ ଅଛନ୍ତି ଓ ଜଗଦ୍ଗୁରୁ ଶ୍ରୀକୃଷ୍ଣଙ୍କ ସମୀପରେ ବସି ଜ୍ଞାନ ପ୍ରାପ୍ତ କରୁଛନ୍ତି, ଯାହାକି ସବୁଠାରୁ ସୁନ୍ଦର ଓ ସର୍ବୋତ୍କୃଷ୍ଟ କ୍ଷଣ। ଆତ୍ମା ଓ ପରମାତ୍ମାଙ୍କ ମିଳନ ହେଉଛି ଯୋଗ, ଯେଉଁଥିରେ ବସ୍ତୁସ୍ଥିତିର ପରିଭାଷା, ବିବରଣ, ସାଧନା ବିଧି, ତତ୍ତ୍ୱ ବିବେଚନା, ପରିଣାମ ସବୁକିଛି ନିହିତ ଥାଏ। ତାକୁ ଶାସ୍ତ୍ର କହନ୍ତି। ଗୀତାରେ ଏସବୁ ଜିନିଷ ଗୁନ୍ଥା ହୋଇ ରହିଛି। ଗୀତା ବ୍ରହ୍ମ ବିଦ୍ୟା ମଧ୍ୟ। ବ୍ରହ୍ମ ଅର୍ଥାତ୍ ଯାହା ଜୀବନର ସାର ଏବଂ ଆଧାର। ଏହି କାରଣରୁ ବ୍ରହ୍ମ ବିଦ୍ୟା ବେଦାନ୍ତର ଆଧାର, ବେଦର ସାର। ଗୀତାରେ ମଧ୍ୟ ଏହା ନିହିତ। ଗୀତାର 18ଟି ଅଧ୍ୟାୟର ନାମ ଅର୍ଜୁନ ବିଷାଦ ଯୋଗ, ସାଂଖ୍ୟ ଯୋଗ, କର୍ମ ଯୋଗ, ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ, କର୍ମ ସନ୍ନ୍ୟାସ ଯୋଗ, ଆତ୍ମ ସଂଯମ ଯୋଗ, ଜ୍ଞାନ ବିଜ୍ଞାନ ଯୋଗ, ଅକ୍ଷର ବ୍ରହ୍ମ ଯୋଗ, ରାଜବିଦ୍ୟା ରାଜଗୁହ୍ୟ ଯୋଗ, ବିଭୂତି ଯୋଗ, ବିଶ୍ୱରୂପ ଦର୍ଶନ ଯୋଗ, ଭକ୍ତି ଯୋଗ, କ୍ଷେତ୍ରଜ୍ଞ ବିଭାଗ ଯୋଗ, ଗୁଣତ୍ରୟ ବିଭାଗ ଯୋଗ, ପୁରୁଷୋତ୍ତମ ଯୋଗ, ଦୈବାସୁର ସମ୍ପଦ ଭାଗ ଯୋଗ, ଶ୍ରଦ୍ଧାତ୍ରୟ ବିଭାଗ ଯୋଗ, ମୋକ୍ଷ ସନ୍ନ୍ୟାସ ଯୋଗ। ଗୀତାରେ 18 ପ୍ରକାର ଯୋଗ ଭିତରୁ 3ଟି ପ୍ରମୁଖ ଯୋଗ ରହିଛି। 1ରୁ 6 ଅଧ୍ୟାୟ ମଧ୍ୟରେ କର୍ମଯୋଗ, 7ରୁ 12 ଅଧ୍ୟାୟ ମଧ୍ୟରେ ଭକ୍ତି ଯୋଗ ଓ 13ରୁ 18 ଅଧ୍ୟାୟ ମଧ୍ୟରେ ଜ୍ଞାନ ଯୋଗର ସାର ନିହିତ। ଗୀତାର କର୍ମଯୋଗର ତାତ୍ପର୍ଯ୍ୟ ହେଉଛି ଶୁଭ ଓ ନିଷ୍କାମ କର୍ମ କରିବା। ଭକ୍ତି ଯୋଗ ହେଉଛି ଭଗବତ୍ ଚେତନାକୁ ଧାରଣ କରିବା ଓ ଜ୍ଞାନ ଯୋଗ ହେଉଛି ଭଗବତ୍ ତତ୍ତ୍ୱକୁ ଜାଣିବା। କଞ୍ଚା ମାଟିର ଘଡ଼ିରେ ପାଣି ଭର୍ତ୍ତି କରି ରଖାଯାଏ ନାହିଁ, କାରଣ ପାଣିର ସମ୍ପର୍କରେ ଆସିବା ମାତ୍ରେ ତାହା ମିଳେଇଯାଇ ଭାଙ୍ଗିଯିବ ଓ ଘଡ଼ିର ଅସ୍ତିତ୍ୱ ରହିବ ନାହିଁ। କଞ୍ଚା ମାଟିର ଘଡ଼ିରେ ପାଣି ଭରିବା ପୂର୍ବରୁ ସେହି ଘଡ଼ିକୁ ନିଆଁରେ ପୋଡ଼ାଯାଏ। ପୋଡ଼ିଯିବା ପରେ ତାହା ମଜବୁତ ହୋଇଥାଏ। ତାପରେ ଯେତେ ପାଣି ଭରିଲେ ବି ଭାଙ୍ଗିଯାଏ ନାହିଁ। ସେହିପରି ଆମର ଶରୀର କଞ୍ଚା ମାଟି ଭଳି ହୋଇଥାଏ। ସେଥିରେ ଭଗବାନଙ୍କ ଭର୍ଗ ପ୍ରବେଶ କରିବା ପରେ ତାହା ସେତେବେଳେ ସ୍ଥିର ହୋଇ ରହିବ ଯେତେବେଳେ ତାହା ତପର ଭାଟିରେ ଭଲ ଭାବରେ ପରିପକ୍ୱ ହୋଇଥିବ ଓ ମଜବୁତ ହୋଇଯାଇଥିବ। ତେଣୁ ଭଗବତ୍ ଚେତନାକୁ ଧାରଣ କରିବା ସାଧନାର ଦ୍ୱିତୀୟ ଚରଣ। ପ୍ରଥମ ଚରଣ ଭଗବତ୍ ଚେତନାକୁ ବରଣ କରିବା, ଧାରଣ କରିବା ନୁହେଁ। ଶ୍ରୀମଦ୍ ଭଗବତ୍ ଗୀତାରେ ଶ୍ରୀକୃଷ୍ଣ ବିଭିନ୍ନ ରୂପରେ ଅଛନ୍ତି। ପ୍ରଥମ ଅଧ୍ୟାୟରେ ଅର୍ଜୁନଙ୍କ ସଖା, ସମ୍ପର୍କୀୟ ଓ ମିତ୍ର ଭାବରେ, ଦ୍ୱିତୀୟ ଅଧ୍ୟାୟରେ ଗୁରୁ ରୂପରେ, ଦଶମ ଅଧ୍ୟାୟରେ ବିଭୂତି ଗୁଡ଼ିକ ରୂପରେ, ଏକାଦଶ ଅଧ୍ୟାୟରେ ଈଶ୍ୱର ରୂପରେ ତଥା ସର୍ବବ୍ୟାପୀ ପରମେଶ୍ୱରଙ୍କ ରୂପରେ ଅଛନ୍ତି। ଏହି ଗୀତା ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଗାୟନ କରାଯାଇଛି। ତେଣୁ ଗୀତାର ଆରମ୍ଭ ହିଁ ଏହି 2 ଶବ୍ଦରୁ ହୋଇଛି। ସଂସାର ବି ଏକ ପ୍ରକାର ଧର୍ମକ୍ଷେତ୍ର କୁରୁକ୍ଷେତ୍ର, ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ପ୍ରତିକ୍ଷଣ ଯୁଦ୍ଧ କରୁଛି, ସଂଘର୍ଷ କରୁଛି ସ୍ୱୟଂ ସହିତ ଓ ଅନ୍ୟମାନଙ୍କ ସହିତ। ଶ୍ରୀମଦ୍ ଭଗବତ୍ ଗୀତା ମାନବ ଜୀବନକୁ ନିଜ କର୍ତ୍ତବ୍ୟର ବୋଧ କରାଇଥାଏ। ଯୁଦ୍ଧକ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତାର ମର୍ମ ବୁଝାଇଥିଲେ, ଯେଉଁଥିରେ ପ୍ରେରିତ ହୋଇ ସେ ନିଜର ସ୍ୱଧର୍ମକୁ ବୁଝିଲେ ଓ ନିଜର କର୍ତ୍ତବ୍ୟ ପାଳନ କଲେ। ସାଧାରଣ ଜୀବନରେ ଆମେ ମଧ୍ୟ ନିଜର କର୍ତ୍ତବ୍ୟ ପଥରୁ ଭ୍ରମିତ ହୋଇଯାଉ। ଜୀବନରେ ବିଷମତା ଗୁଡ଼ିକ ସହ ଲଢ଼ି ଲଢ଼ି ଅବସାଦ ଓ ନିରାଶାଗ୍ରସ୍ତ ହୋଇଯାଉ। ଅଧର୍ମକୁ ସ୍ୱୀକାର କରୁ ଓ ନିଜର ପ୍ରିୟଜନଙ୍କ ମୁହଁରେ ଅନୀତିକୁ ଆଦରି ନେଇଥାଉ। ଏଭଳି ପରିସ୍ଥିତିରେ
ଗୀତା ଆମକୁ ବୋଧ କରେଥାଏ ଯେ ଆମେ ଆମର ଧର୍ମ ପଥରୁ ବାଟବଣ ହେବା ନାହିଁ ଓ ସତତ ଈଶ୍ୱରଙ୍କଠାରେ ନିଜର ମନ ଲଗାଇ ତାଙ୍କର ଶରଣକୁ ସ୍ୱୀକାର କରିବା। ଶ୍ରୀମଦ୍ ଭଗବତ ଗୀତା ଏକ ଦୁର୍ଲଭ ଓ ଐତିହାସିକ ଗ୍ରନ୍ଥ, ଯେଉଁଥିରେ ସମସ୍ତ ଭାରତୀୟ ଦର୍ଶନ, ସମସ୍ତ ଉପନିଷଦ, ଯୋଗର ସମସ୍ତ ପକ୍ଷର ସାର ନିହିତ। ଏହା ଏକମାତ୍ର ଗ୍ରନ୍ଥ ଯାହା ଉପରେ ବାରମ୍ବାର ଟୀକା କରାଯାଇଛି। ସେତିକି ସମ୍ଭବତଃ ଅନ୍ୟ କୌଣସି ଗ୍ରନ୍ଥରେ ହୋଇନାହିଁ। ବିଶ୍ୱର ସବୁ ଭାଷାରେ ଏହି ଗ୍ରନ୍ଥର ଅନୁବାଦ ହୋଇସାରିଛି। ଏହି ଗୀତା ସେହି ଶାଶ୍ୱତ ଗ୍ରନ୍ଥ ଯାହାର ଉପଯୋଗିତା ମନୁଷ୍ୟ ପାଇଁ ସଦାବେଳେ ରହିଛି। ଏହାର ସନ୍ଦେଶ ମନୁଷ୍ୟର ସବୁ ପ୍ରକାର ସମାଧାନର ଉପଯୋଗୀ। ଗୀତାରେ ନିହିତ ସନ୍ଦେଶର ଅନେକ ଗୂଢ଼ତମ ଅର୍ଥ ରହିଛି, ଯାହାକୁ ମନୁଷ୍ୟ ନିଜର ମାନସିକ କ୍ଷମତା ଓ ଆଧ୍ୟାତ୍ମିକ ଅନୁଭବର ଆଧାରରେ ବୁଝିପାରେ। ଶ୍ରୀମଦ୍ ଭଗବତ ଗୀତା ମହାଭାରତର ଭୀଷ୍ମ ପର୍ବର 24ତମ ଅଧ୍ୟାୟରୁ 42ତମ ଅଧ୍ୟାୟ ପର୍ଯ୍ୟନ୍ତ ବିସ୍ତୃତ ଥିବା ଏକ ଅଂଶ। କିନ୍ତୁ ମହାଭାରତର ଅଂଶ ହୋଇ ମଧ୍ୟ ଗୀତା ସ୍ୱୟଂ ଏପରି ଏକ ସମ୍ପୂର୍ଣ୍ଣ ଗ୍ରନ୍ଥ ରତ୍ନ, ଯାହାକୁ ଭାରତୀୟ ସଂସ୍କୃତି ଓ ସନାତନ ଧର୍ମର ପ୍ରତିନିଧିତ୍ୱ କରିଥାଏ।